ଦିନେ ପକ୍ଷୀ ରାଜା ଚିଲ ଜଙ୍ଗଲରେ ବୁଲି ବୁଲି ଚଢ଼େଇଙ୍କୁ ଦେଖୁଥିଲା। ହଠାତ୍ ତାର ନଜର ମୂର୍ତ୍ତି ବନାଉଥିବା ଏକ ଚଢ଼େଇ ଉପରେ ପଡ଼ିଲା। ସେ ଚଢ଼େଇଟି ଅନେକ ସୁନ୍ଦର ସୁନ୍ଦର ମୂର୍ତ୍ତି ତିଆରି କରିଥିଲା। ବାଃ ଚଢ଼େଇ, ତୁ କେତେ ସୁନ୍ଦର ମୂର୍ତ୍ତି ତିଆରି କରିଛୁ। ତୋ ମୂର୍ତ୍ତି ସବୁ ଦେଖିବାକୁ ପୁରା ଜୀବନ୍ତ ପରି ଲାଗୁଛି। ଆଚ୍ଛା ଚଢ଼େଇ, ତୁ ମୋର, ମୋ ଝିଅର ଆଉ ମୋ ସ୍ତ୍ରୀର ଏକ ମୂର୍ତ୍ତି ତିଆରି କରିପାରିବୁ? ଆଜ୍ଞା ମହାରାଜ, ମୁଁ ପାରିବି। ତେବେ ଠିକ୍ ଅଛି, ତୁ ଯଦି ଭଲ ମୂର୍ତ୍ତି ତିଆରି କରିବୁ ମୁଁ ତତେ 100ଟି ସ୍ୱର୍ଣ୍ଣ ମୁଦ୍ରା ଦେବି। ସିପାହୀ, ଯାହା ଯାହା ବି ଲାଗିବ ଏ ଚଢ଼େଇକୁ ଆଣିଦିଅ। ସେ ଶୀଘ୍ର ତା କାମ ଆରମ୍ଭ କରୁ। ତାପରେ ସୈନିକ ମାନେ ଭଲ ମାଟି ଆଣି ସେ ଚଢ଼େଇକୁ ଦେଲେ। ମୂର୍ତ୍ତିକାର ଚଢ଼େଇ ଦିନ ରାତି ପରିଶ୍ରମ କରି ରାଜା ଚିଲ, ତା ସ୍ତ୍ରୀ ଆଉ ତାଙ୍କ ଝିଅର ଖୁବ୍ ସୁନ୍ଦର ମୂର୍ତ୍ତି ତିଆରି କରିଦେଲା। ସେ ତିନି ମୂର୍ତ୍ତି ଜୀବନ୍ତ ପରି ଲାଗୁଥିଲେ। ବାପା ବାପା, ଏ ତିନି ମୂର୍ତ୍ତି ଭାରି ସୁନ୍ଦର ହେଇଛି। ମୋ ମୂର୍ତ୍ତିଟାକୁ ଦେଖ, ମୁଁ କେତେ ସୁନ୍ଦର ଦେଖାଯାଉଛି। ମୁଁ ବହୁତ ଖୁସି ବାପା। ହଁ ରାଜା, ମୁଁ ବି ବହୁତ ଖୁସି। ତୁମେ ମୂର୍ତ୍ତିକାରକୁ ଭଲ ପୁରସ୍କାର ଦିଅ। ତାପରେ ରାଜା ଚିଲ ମୂର୍ତ୍ତିକାର ଚଢ଼େଇକୁ ବହୁତ ଭଲ ପୁରସ୍କାର ଦେଲା। ସେ ସେଇ ତିନି ମୂର୍ତ୍ତିକୁ ନିଜ ପ୍ରାସାଦରେ ରଖିଲା। ସବୁଦିନ ରାଜା ନିଜ ମୂର୍ତ୍ତିକୁ ଦେଖି ଖୁବ୍ ଖୁସି ହେଉଥିଲା। ଦିନେ ସକାଳେ ରାଜା ଚିଲ ନିଜ ମୂର୍ତ୍ତି ଦେଖିବାକୁ ଗଲା। ସେ ସବୁ ମୂର୍ତ୍ତିକୁ ଧରି ଧରି ଦେଖୁଥିଲା। ହଠାତ୍ ସେ ଦେଖିଲା ସେ ତିନି ମୂର୍ତ୍ତିରେ ଅନେକ ମଇଳା ଲାଗିଛି। ରାଜା ଚିଲ ରାଗିଯାଇ ନିଜ ସୈନ୍ୟମାନଙ୍କୁ ଡାକିଲା। ସିପାହୀ, କୁଆଡେ ଗଲ? ଶୀଘ୍ର ଏଠାକୁ ଆସ। ଆଜ୍ଞା ମହାରାଜ, ଆମକୁ ଡାକିଲେ? ମୋ ତିନି ମୂର୍ତ୍ତିରେ ଅନେକ ଧୂଳି ଲାଗିଛି। ପ୍ରତିଦିନ ମୋ ମୂର୍ତ୍ତି ସଫା କରିବା ପାଇଁ ଏକ ଚଢ଼େଇର ବ୍ୟବସ୍ଥା କର। ମୁଁ ଚାହୁଁନି ଧୂଳିମଳି ଲାଗି ମୋ ମୂର୍ତ୍ତି ନଷ୍ଟ ହେଇଯାଉ। ଆଜ୍ଞା ମହାରାଜ, ଆପଣ ଚିନ୍ତା କରନ୍ତୁନି, ମୁଁ ଏବେ ଯାଉଛି ଚଢ଼େଇ ଆଣିବାକୁ। ତାପରେ ସେ ସିପାହୀ ଚଢ଼େଇ ଖୋଜିବାକୁ ଗଲା। ସେଇ ଜଙ୍ଗଲରେ ରାଜୁ ଆଉ ରିନୁ ନାମରେ ଦୁଇଟି ଗରିବ ଚଢ଼େଇ ରହୁଥିଲେ। ରାଜୁ ବଜାରରେ ବୁଲି ବୁଲି କାମ ଖୋଜୁଥିଲା। ହଠାତ୍ ତାର ରାଜୁ ସିପାହୀ ସହ ଦେଖା ହେଲା। ସିପାହୀ ଯେତେବେଳେ ଜାଣିଲା ରାଜୁ କାମ ଖୋଜୁଛି, ସେ ତାକୁ ଧରି ପ୍ରାସାଦକୁ ଗଲା। ମହାରାଜ, ୟା ନାଁ ହେଉଛି ରାଜୁ। ରାଜୁ କାମ ଖୋଜୁଥିଲା। ଆପଣଙ୍କ ମୂର୍ତ୍ତି ଦେଖାଶୁଣା କରିବା ପାଇଁ ମୁଁ ୟାକୁ ନେଇ ଆସିଲି। ଠିକ୍ ଅଛି, ତୁ ମୋ ତିନି ମୂର୍ତ୍ତିର ଭଲ କି ଯତ୍ନ ନେ। ହେଲେ ହଁ, ମୋ ତିନି ମୂର୍ତ୍ତିର ଯଦି କିଛି କ୍ଷତି ହୁଏ ମୁଁ ତତେ କଠିନ ଶାସ୍ତି ଦେବି। ନା ନା ମହାରାଜ, ମୋର ଏତେ ସାହସ ନାହିଁ ଯେ ମୁଁ ଆପଣଙ୍କ ମୂର୍ତ୍ତିର କିଛି କ୍ଷତି କରିବି। ମୁଁ ମନ ଧ୍ୟାନ ଦେଇ ମୋ କାମ କରିବି। ତାପରେ ରାଜୁ ସେ ତିନି ମୂର୍ତ୍ତି ପାଖ ଗଲା ଆଉ ମୂର୍ତ୍ତି ଗୁଡାକୁ ସଫା କରିବାରେ ଲାଗି ପଡିଲା। ସେ ପ୍ରତିଦିନ ମୂର୍ତ୍ତି ସବୁକୁ ଭଲ ଭାବରେ ସଫା କରୁଥିଲା। ରାଜା ତା କାମରେ ଖୁସି ହେଇ ତାକୁ ଅନେକ ଟଙ୍କା ଦେଉଥିଲା। ଏହିପରି ବେଶ କିଛି ଦିନ ବିତିଗଲା। ଦିନେ ହଠାତ୍ ରାଜୁ ସ୍ତ୍ରୀର ଦେହ ଖରାପ ହେଇଗଲା। ରାଜୁ ତା ସ୍ତ୍ରୀର ଦେଖାଶୁଣା କରୁଥିଲା, ଯାହା ଫଳରେ କାମକୁ ଯିବା ପାଇଁ ତାର ଡେରି ହେଇଗଲା। ଆରେ ରାଜୁ, ତୁ ଆଜି ଏତେ ଡେରି କାହିଁକି କରିଦେଲୁ? ସିପାହୀ ଆଜ୍ଞା, ମୋ ସ୍ତ୍ରୀର ଦେହ ଖରାପ ଥିବାରୁ ମୁଁ ତାର ଦେଖାଶୁଣା କରୁଥିଲି। ସେଥିପାଇଁ ଆସୁ ଆସୁ ଟିକେ ଡେରି ହେଇଗଲା। ଯା, ଶୀଘ୍ର ନିଜ କାମ କରିବୁ। ରାଜାଙ୍କ ମୂର୍ତ୍ତିରେ ଯଦି ଟିକେ ବି ମଇଳା ଲାଗିଥାଏ ସେ ତତେ କାମରୁ ବାହାର କରିଦେବେ। କାମ ଚାଲିଯିବା ଭୟରେ ରାଜୁ ତରତର ହେଇ ରାଜାଙ୍କ ମୂର୍ତ୍ତି ପାଖକୁ ଗଲା ଆଉ ଶୀଘ୍ର ଶୀଘ୍ର ସେ ତିନି ମୂର୍ତ୍ତିକୁ ସଫା କରିବାରେ ଲାଗି ପଡିଲା। ହଠାତ୍ ଭୁଲରେ ସେ ରାଣୀ ମୂର୍ତ୍ତିର ଥଣ୍ଟ ଭାଙ୍ଗିଦେଲା। ହେ ଭଗବାନ, ଏ କଣ ସର୍ବନାଶ ହେଇଗଲା। ରାଜା ଯଦି ଜାଣିବେ ମୁଁ ରାଣୀମାଙ୍କ ମୂର୍ତ୍ତି ଭାଙ୍ଗି ଦେଇଛି, ସେ ମତେ ଜୀବନରୁ ମାରିଦେବେ। ହେ ପ୍ରଭୁ, ମତେ ରକ୍ଷା କର। ଏ କଣ, ତୁମେ ମୋ ମାର ମୂର୍ତ୍ତିକୁ ଭାଙ୍ଗିଦେଲ? ମୁଁ ଏବେ ବାପାଙ୍କୁ ଏକଥା କହିଦେବି। ରାଜା ଝିଅ ଶୀଘ୍ର ଯାଇ ଚିଲ ରାଜାକୁ ଏକଥା କହିଦେଲା। ରାଜା ଚିଲ ରାଗି ଯାଇ ସିପାହୀଙ୍କୁ ଆଦେଶ ଦେଲା ରାଜୁକୁ ବନ୍ଦୀ କରିବା ପାଇଁ। ତତେ ମୁଁ ଆଗରୁ କହିଥିଲି, ମୋ ମୂର୍ତ୍ତିର ଯଦି ଟିକେ ବି କ୍ଷତି ହୁଏ ମୁଁ ତତେ କଠିନ ଶାସ୍ତି ଦେବି। ଏବେ ତୋର ଶାସ୍ତି ହେଉଛି ମୃତ୍ୟୁ। ନା ନା ମହାରାଜ, ମତେ ଏତେ ବଡ ଶାସ୍ତି ଦିଅନ୍ତୁନି। ଦୟାକରି ମୋ କଥା ଆଗ ଶୁଣନ୍ତୁ। ମୁଁ ଜାଣିଶୁଣି ରାଣୀମାଙ୍କ ମୂର୍ତ୍ତି ଭାଙ୍ଗିନି। ଭୁଲରେ ରାଣୀମାଙ୍କ ମୂର୍ତ୍ତି ଭାଙ୍ଗିଗଲା। ନା, ମୁଁ ତୋର କିଛି କଥା ଶୁଣିବିନି। ତତେ ଆଜି ମୃତ୍ୟୁଦଣ୍ଡ ମିଳିବ। ସିପାହୀ, ଏ ଚଢ଼େଇକୁ ନେଇ ଫାଶୀରେ ଝୁଲେଇ ଦିଅ। ସିପାହୀ ରାଜୁକୁ ଫାଶୀରେ ଝୁଲେଇବା ପାଇଁ ନେବା ସମୟରେ ରାଜୁ ଦୌଡ଼ି ଯାଇ ରାଜା ଚିଲ ଆଉ ତା ଝିଅର ଭଲ ମୂର୍ତ୍ତିକୁ ନେଇ ଆସି ରାଜାଙ୍କ ସାମ୍ନାରେ ହିଁ ଭାଙ୍ଗିଦେଲା। ଏସବୁ ଦେଖି ରାଜା ଚିଲ ଆହୁରି ରାଗିଗଲା। କି ରେ, ତୋର ଏତେ ସାହସ? ତୁ ମୋ ମୂର୍ତ୍ତି ଆଣି ମୋ ସାମ୍ନାରେ ହିଁ ଭାଙ୍ଗି ଦଉଛୁ? ତୋର କଣ ମୃତ୍ୟୁକୁ ଟିକେ ବି ଭୟ ନାହିଁ? ମହାରାଜ, ଭୁଲରେ ମୁଁ ଗୋଟିଏ ମୂର୍ତ୍ତି ଭାଙ୍ଗିଦେଲି ବୋଲି ଆପଣ ମତେ ମୃତ୍ୟୁଦଣ୍ଡ ଦେଲେ। ମୁଁ ଯିବା ପରେ ଏଇ ଦୁଇ ଭଲ ମୂର୍ତ୍ତିର ଦେଖାଶୁଣା କରିବା ପାଇଁ ଆପଣ ଆଉ ଜଣଙ୍କୁ ରଖିବେ। ସେ ଯଦି କେବେ ଭୁଲରେ ମୂର୍ତ୍ତି ଭାଙ୍ଗିଦିଏ ଆପଣ ତାକୁ ବି ମୃତ୍ୟୁଦଣ୍ଡ ଦେବେ। ମୁଁ ଚାହୁଁନି ଆଉ କାହାର ବି ପ୍ରାଣ ଯାଉ, ସେଥିପାଇଁ ଏମିତି କାମ କଲି। ନା ଥିବ ମୂର୍ତ୍ତି, ନା ଯିବ କାହାର ଜୀବନ। ରାଜୁର ଏପରି କଥା ଶୁଣି ରାଜା ଚିଲ ନିଜ ଭୁଲ ବୁଝିପାରିଲା। ସେ ମନରେ ଚିନ୍ତା କଲା, ଆରେ ମୁଁ ଏ କେତେ ବଡ ଭୁଲ କରିବାକୁ ଯାଉଥିଲି। ଏ ସାମାନ୍ୟ ମାଟିର ମୂର୍ତ୍ତି ପାଇଁ ମୁଁ ଏ ରାଜୁକୁ ମୃତ୍ୟୁଦଣ୍ଡ ଦେଉଥିଲି। ସେ ଗୋଟେ ସାଧାରଣ ଚଢ଼େଇ ହେଇ ମରିବା ସମୟରେ ବି ଆଉ ଗୋଟେ ଚଢ଼େଇର ଭଲ ଚିନ୍ତା କରୁଛି। ହେଲେ ମୁଁ ରାଜା ହେଇ ନିଜ ଚିନ୍ତା କରୁଥିଲି। ଛି, ବାଃ ରାଜୁ, ସତରେ ତୁ ଆଜି ମୋର ଆଖି ଖୋଲିଦେଲୁ। ମରିବା ସମୟରେ ବି ତୁ ନିଜ ଚିନ୍ତା ନ କରି ଅନ୍ୟର ଭଲ ଚିନ୍ତା କରୁଛୁ। ତୋର ଏଇ ଗୁଣ ଦେଖି ମୁଁ ଅନେକ ଖୁସି। ମୁଁ ତ ମୃତ୍ୟୁଦଣ୍ଡ ଫେରେଇ ନେଉଛି। ଯା, ଏବେ ଘରକୁ ଫେରିଯା। କାଲିଠୁ ତୁ ସବୁଦିନ ଆସି ଏ ରାଜପ୍ରାସାଦରେ କାମ କରିବୁ।
एमिति शुणी राजू खुशी होई चिल राजा को धन्यवाद जणैला आ खुशी मनरे निज घर को फेरीगला। दिने एक माँ चढ़ी ता छुआ सांगरे खाइबा खोजिबाकु जाइथिला हेले से दिन सेमाने किछि भी खाइबा पाइले नाही। मन दुखरे सेमाने घर को फेरिबा समय रे हठात एक चित्कार सुनिबाकु पाइले। बंचाओ बंचाओ मते केही सहाय्य कर। माँ माँ किए चित्कार करूची ना तुमे सुनि पारुछ तो? हाँ मो भी सुनि पारुची निश्चय केही विपद रे पड़िची चल त पाखकु जिबा। एमिति कथा हे से दुई माँ छुआ शब्द शुभुथिबा जाका को गले। सेमाने देखिले एक बतक जाल रे पड़ी चित्कार करुथिला। से बतक चढ़ी मानकु देखि कहिला चढ़ी मते टिके सहाय्य कर। हेले बतक मो बहुत छोट मु तुमको केमिति एते बड़ जाल भितर बाहर करिवि। चढ़ी तू चिंता करनी एई पाखरे एक जादुर लाठी पड़िची मते से लाठी धरै दे मु निजे ही जाल भितर बाहरी जिबि। एमिति सुनी माँ चढ़ी पाखरे पड़िथिबा जादुर लाठी को उठेई बतक को धरै देला। संगे संगे ही से बतकटी एक सुंदर परी बदली गला आउ से जाल भितर बाहरी आसिला। तुमे किए ए जाल भितर केमिति पड़िथिलो? चढ़ी मु जणे परी मु ए जंगल को बुलिया पे आसीथिली। बतक मानकु देखि मु तांको रूप नेइथिली। मु मो पूर्व रूप को फेरिबा पूर्वरु ही ए जाल रे पड़ी गली। मो हातरु मो जादुर लाठी खसी पड़िला। मोर सबु शक्ति एई जादुर लाठी रे थिला सेथि पई मु जालरु बाहरी पारि नथिली। तू मते मो जादुर लाठी धरि देबारु मु मो शक्ति फेरी पाइली। मो माँ कहती जे विपद रे पड़ी थाए ताको सहाय्य करिबा कथा। तुमको सहाय्य करी आमे बहुत खुशी। परी तुमे ना बहुत सुंदर। चढ़ी छुआ मु जानिची तमा बहुत भलो तम मानको अवस्था कथा भी मु जानिची। मु तम मानको ऊपर बहुत खुशी। मु तम मानको किछि देबाको चाहूची। एमिति कही परी माँ चढ़ी को एक पोटली देला। ए पोटली रे कोन अछि परी? तुमे कोन हमको खाइबा देउछो? ना ना एथिरे खाइबा नाही। एथिरे तीनोटी मंजी अछि हळदिया सबुज आउ नाली रंगर कदली मंजी। चढ़ी तू ए सब मंजी नै निज बगीचा रे पति देबु। जेते बेले कदली गछरे फळ फळिबो हळदिया आउ सबुज रंगर फळ समस्ते खाइ परिबो। हेले नाली रंगर कदली जे भी खाइबो से केबे भी खराब काम करि नथिबो। जदि केबे खराब चढ़ी नाली रंगर कदली खाइ दिए से पूरा पूरी दुर्बल होइजिबो ता देहरी टिके भी शक्ति रहिबनी। एमिति कही परी सेठारु चली गला। माँ चढ़ी से मंजी पोटली धरी निज घर को फेरी आसिला। से निज बगीचा रे से तीन मंजी पोती देला। राति हेबा परे सेमाने सोई पड़िले। सकाळे सेमाने घर बाहरी देखिले तांको बगीचा रे तीनोटी कदली गछ बाहरी तीन रंगर कदली फळिची। माँ माँ ए तीनोटी गछ रे तीन रंगर कदली फळिची चलो ना माँ सेथिरु किछि कदली तोड़ी खाइबा। ठीक अछि मो धन मु एबे तो पई कदली तोड़ी देउची। हेले तोरे मन अछि तो ए नाली रंगर कदली खराब काम करिथिबा चढ़ी खाइ परिबेनी। हेले माँ आमे तो केबे भी खराब काम करि नांदी। हाँ तू ठीक कहिलु आमे सब प्रकार कदली खाइ परिबा। एमिति कथा हे से दुई माँ छुआ सब रंगर कदली तोड़ी खाइले। माँ माँ सतरी ए कदली सब बहुत मीठा। हाँ ए सब जादुर कदली सेथि पई बहुत मीठा लागुची। चल आमे अन्य मानकु भी कदली देबा। से माने सबुज आउ हळदिया रंगर कदली अन्य चढ़ी मानकु भी खाइबा पई देउथिले। धीरे धीरे पूरा जंगल रे एक कथा प्रचार होई गला। दिने एक मिट्टू चढ़ीर घर को गला। अरे चढ़ी तो बगीचा रे तो आगरी तीन कदली गछ नथिला। मिट्टू भाई ए सब जादुर कदली गछ जणे परी आम ऊपर खुशी हे ए कदली गछ देइचंती। मिट्टू भाई तुमे किछि कदली खाइबो की? हाँ चढ़ी एते सारा कदली देखि मोर कदली खाइबा को इच्छा हेउची। ए नाली रंगर कदली बढ़िया देखा जाउची मते एतिरु किछि दे। हेले मिट्टू भाई जे केबे भी खराब काम करि नथिबो केवल से ही नाली रंगर कदली खाइ परिबो। अच्छा एमिति कथा मु थरे गोटे खराब काम करिथिली। दिने मु जनक पाखरु किछि फळ चोरी करिथिली। मु ताहले नाली कदली खाइबिनी। चढ़ी मते से हळदिया कदली रे किछि दे। मिट्टू किछि हळदिया कदली नै सेठारु चली गला। सेई जंगल रे दुईटी दुष्ट काऊ रहुथिले। चढ़ीर कदली विषय रे सेमाने भी जानिबा को पाइले। अरे तमे से चढ़ी विषय रे सुनिच ना नाही? ता पाखरे ना केते रंग बेरंगर कदली अछि। हाँ हाँ मु ता विषय रे सुनिची। तू किछि कदली खाइबु की? मु जाउची ता पाखरु किछि कदली नै आसीबी। ना ना खाली कदली नुह मते पूरा कदली गछ दरकार। चलो एबे ता घर को जाई ता पाखरु तार सब कदली गछ छाड़ी नेबा। एमिति कथा हे से दुई जण चढ़ी पाखक आसिले। अरे तमे दुई जण एठी किछि कदली नेबा को आसिछ की? चढ़ी आम पाखरे बहुत खाइबा अछि आमे काई तो कदली नेबो। तते एक जरूरी कथा कहबा को आसिछु। नदी पाखरे ना किछि चढ़ी मिट्टू को पिटुचंती से तते सहाय्य पई डाकुची। अरे माँ तू आम कदली बगीचा रे था मु जाई देखे मिट्टू भाई रो कोन हैला।
ଆରେ ଚଢ଼େଇ ଛୁଆ, ତୁ ଆଉ କାହିଁ ଏଠି ରହିଲୁ? ତୁ ବି ଏଠୁ ଚାଲିଯା। ଆଜିଠୁ ଏ ସବୁ କଦଳୀ ଗଛ ଆମର। ଏମିତି କାହିଁକି କହୁଛ? ଏ ସବୁ କଦଳୀ ଗଛ ପରି ଆମକୁ ଦେଇଥିଲେ, ଏସବୁ ଆମର। ଭଲରେ ଏଠୁ ଯିବୁ ନା ଏ ଲାଠିରେ ମାଡ଼ ଖାଇବୁ? ତ ମା ଏଠି ନାହିଁ। ତୁ ଯଦି ଏଠୁ ନ ଯିବୁ ଆମେ ପିଟି ପିଟି ତ ପିଠିରୁ ଛାଲ ଉତାରିଦେବୁ। କାଉ ମାନଙ୍କ ଭୟରେ ଚଢ଼େଇ ଛୁଆ କାନ୍ଦି କାନ୍ଦି ସେଠାରୁ ଚାଲିଗଲା। ଦୁଇ କାଉ ହଳଦିଆ ରଙ୍ଗର କଦଳୀକୁ ତୋଳି ଖାଇଲେ। ସେପଟେ କିଛି ଦୂର ଗଲା ପରେ ହିଁ ମା ଚଢ଼େଇ ମିଟୁକୁ ରାସ୍ତାରେ ପାଇଗଲା। ଆରେ ମିଟୁ ଭାଇ, ତୁମର କିଛି ହେଇନି ତ? ମୁଁ ଶୁଣିଲି କିଛି ଚଢ଼େଇ ତୁମକୁ ପିଟୁଥିଲେ। ଆରେ ଚଢ଼େଇ, ତତେ ଏମିତି ମିଛ କଥା କିଏ କହିଲା? ମୁଁ ତ ଏକଦମ ଠିକ ଅଛି। ମତେ କିଏ କାହିଁକି ପିଟିବ? ସେମାନେ ଏପରି କଥା ହେବା ସମୟରେ ହିଁ ଚଢ଼େଇ ଛୁଆ କାନ୍ଦି କାନ୍ଦି ସେଠାରେ ଆସି ପହଞ୍ଚିଲା। ମା ମା, ସେ ଦୁଷ୍ଟ କାଉମାନେ ମତେ ଜୋର କରି ଆମ ବଗିଚାରୁ ବାହାର କରିଦେଲେ, ଆଉ କହିଲେ ଆଜିଠୁ ସେ ସବୁ କଦଳୀ ଗଛ ତାଙ୍କର। ଆଚ୍ଛା, ଏବେ ବୁଝିଲି ସେ କାଉମାନେ ମତେ କାହିଁକି ଏଠାକୁ ପଠେଇଥିଲେ। ମାରେ, ତୁ ଜମା ବି କାନ୍ଦିନି। ମୁଁ ଏବେ ହିଁ ସେ କାଉମାନଙ୍କୁ ଉଚିତ ଶିକ୍ଷା ଦେଉଛି। ତାପରେ ସେ ମା ଛୁଆ ନିଜ ବଗିଚାକୁ ଫେରି ଆସିଲେ। ତମେ ମାନେ ପୁଣି ଆସିଗଲ? ଶୁଣ ଚଢ଼େଇ, ଆଜିଠୁ ଏ 3 କଦଳୀ ଗଛ ଆମର। ତୁ ଏଠୁ ଚାଲିଯା। ହଁ ହଁ, ଠିକ ଅଛି। ଆଜିଠୁ ଏ ସବୁ କଦଳୀ ତମ ମାନଙ୍କର। ହେଲେ ମୁଁ ତମ ମାନଙ୍କୁ ଏ ନାଲି ରଙ୍ଗର କଦଳୀ ଦେଇପାରିବିନି। ଏ ନାଲି କଦଳୀ ଭାରି ମିଠା। ଏ ନାଲି କଦଳୀକୁ ମୁଁ ଖାଇବି। ଚଢ଼େଇ ପାଖରୁ ଏମିତି ଶୁଣି କାଉର ସ୍ତ୍ରୀ ଶୀଘ୍ର ନାଲି କଦଳୀ ପାଖକୁ ଗଲା। ଏ ଚଢ଼େଇ, ଏ ନାଲି କଦଳୀ ବି ଆମର। ମୁଁ ତତେ ଗୋଟେ ବି କଦଳୀ ଏଥିରୁ ଦେବିନି। ଏବେ ମୁଁ ଏ ମିଠା ମିଠା ନାଲି କଦଳୀ ଖାଇବି। ଆରେ ରହ ରହ, ମତେ ବି ଗୋଟେ ନାଲି କଦଳୀ ଦେ। ମୁଁ ବି ସେ ନାଲି କଦଳୀ ଖାଇକି ଦେଖେ ସେ ସବୁ କେତେ ମିଠା। ତାପରେ ସେ ଦୁଇ କାଉ ନାଲି ରଙ୍ଗର କଦଳୀକୁ ତୋଳି ଖାଇଲେ। କିଛି ସମୟ ପରେ ହିଁ ତାଙ୍କ ଦେହର ସବୁ ଶକ୍ତି ଚାଲିଗଲା। ସେମାନେ ତଳେ ପଡ଼ିଗଲେ। ଉଠିବାକୁ ସେମାନେ ଚେଷ୍ଟା କଲେ, ହେଲେ ପାରିଲେନି। ପୁଣି ଥରେ ତଳେ ପଡ଼ିଗଲେ। ଏମିତି ଦେଖି ମା ଚଢ଼େଇ ଆଉ ତାର ଛୁଆ ହସିବାକୁ ଲାଗିଲେ। ଏବେ ତମେ ମାନେ ମଜା ପାଇଲ? ଖରାପ ଚଢ଼େଇ ମାନେ ଏ ନାଲି କଦଳୀକୁ ଖାଇ ପାରିବେନି, ନହେଲେ ତାଙ୍କର ଏମିତି ଅବସ୍ଥା ହେବ। ଚଢ଼େଇ, ମୁଁ ତତେ ଛାଡ଼ିବିନି। ତୁ ଆମ ସାଙ୍ଗରେ କିଛି ବି ଠିକ କଲୁନି। ତମେ ମାନେ ନିଜ ଭୁଲର ଶାସ୍ତି ପାଉଛ। ଏବେ ପୋକମାନଙ୍କ ପରି ରଙ୍ଗି ରଙ୍ଗି ଘରକୁ ଚାଲିଯାଅ, ନହେଲେ ମୁଁ ପିଟି ପିଟି ତମ ମାନଙ୍କ ଚମଡ଼ା ଉତାରିଦେବି। ଦୁଇ କାଉ ପୁରାପୁରି ଦୁର୍ବଳ ହେଇଯାଇଥିଲେ। ସେମାନେ କାନ୍ଦି କାନ୍ଦି ଯେମିତି ସେମିତି ନିଜ ଘରକୁ ଫେରିଗଲେ। ଚଢ଼େଇ ଅନ୍ୟମାନଙ୍କୁ କଦଳୀ ଦେଇ ସାହାଯ୍ୟ କରୁଥିଲା। ଏମିତି ସେ ତାର ଦୁଇ ଛୁଆଙ୍କ ସାଙ୍ଗରେ ଖୁସିରେ ରହିଲା।